ବର୍ଷା ଋତୁରେ ପ୍ରାଣରେ ଆକାଶରେ କଳାହାଣ୍ଡିଆ ମେଘ ସାଙ୍ଗକୁ ବିଜୁଳି ଓ ବଜ୍ରପାତର ଶବ୍ଦ ଅସନିଶ୍ଚନ ଶୁଣି ବନର ଅନ୍ୟ ପକ୍ଷୀ ତା ଶୁଆ ଶାରୀ ଓ କୋଇଲି ଭୟରେ ନୀରବ ହୋଇଯାନ୍ତି। ମାତ୍ର ମୟୂର ପାଇଁ ଏହି ଭୀଷଣ ଗର୍ଜନର ଶବ୍ଦ ଅତ୍ୟନ୍ତ ପ୍ରିୟ ଅଟେ। ମେଘର ଏହି ଗମ୍ଭୀର ଗର୍ଜନ ମୟୂରର କାନରେ ବାଜିବା ମାତ୍ରେ ସେ ଆଦୌ ଭୟଭୀତ ନ ହୋଇ ବରଂ ଆନନ୍ଦ ଏବଂ ଆବେଗଭରରେ ଗାଇ ଉଠେ। ସେ ନିଜ ମଧୁର ଷୋଡ଼ଶ ସ୍ୱର ଶାସ୍ତ୍ରୀୟ ସଙ୍ଗୀତର ପ୍ରଥମ ସ୍ୱରରେ ମେଘକୁ ସ୍ୱାଗତ ଜଣାଇ ଗୀତ ରଚନା କରିଥାଏ। ଏଠାରେ କବି ମୟୂରର ଅପୂର୍ବ ବର୍ଷା ପ୍ରତି ଓ କଳାତ୍ମକ ପ୍ରତିଭାକୁ ଅତି ଭାବରେ ବର୍ଣ୍ଣନା କରିଛନ୍ତି। ଚତୁରପଣେ ସେ ନର୍ତ୍ତନ ଛଳେ ଖୋଜେ ବିନବ ଅରତି ବୋଲି। ଏହି ଧାଡ଼ି ମାଧ୍ୟମରେ କବି ମୟୂରର ବୀରତ୍ୱ ଏବଂ ଶତ୍ରୁନାଶ କରିବାର ଚତୁର କୌଶଳ ସମ୍ପର୍କରେ ଆଲୋଚନା କରିଛନ୍ତି। ମୟୂର କେବଳ ଏକ ସୁକୁମାର ଓ କୋମଳ ପକ୍ଷୀ ନୁହେଁ, ବରଂ ସେ ଅତ୍ୟନ୍ତ ବୁଦ୍ଧିମାନ ଏବଂ ସାହସୀ ମଧ୍ୟ। ବର୍ଷା ସମୟରେ ସେ ଯେତେବେଳେ ପ୍ରସନ୍ନ ହୋଇ ଆନନ୍ଦରେ ନୃତ୍ୟ କରେ, ସେହି ନାଚ ପଛରେ ତାର ଏକ ଗୁପ୍ତ ଉଦ୍ଦେଶ୍ୟ ଲୁଚି ରହିଥାଏ। ସେ ନିଜର ନୃତ୍ୟ ମାଧ୍ୟମରେ ଅତି ଚତୁରତା ସହ ନିଜର ଶତ୍ରୁ ବା ଅରତିମାନଙ୍କ ବଳକୁ ଧ୍ୱଂସ କରିବା ପାଇଁ ଖୋଜି ବୁଲୁଥାଏ। ବିଶେଷ କରି ବିଷଧର ସାପ ହେଉଛନ୍ତି ମୟୂରର ପ୍ରଧାନ ଶତ୍ରୁ। ମୟୂରର ବୀରତ୍ୱ, ଚାଲି ଏବଂ ତାର ଦେଖିବା ବିଷାକ୍ତ ସର୍ପମାନ ଭୟ କରି କୋଉଠି ଲୁଚି ଯାଆନ୍ତି। ବିହଙ୍ଗ ମିଶାର କେଡ଼େ ରାଜକୀୟ ଭଙ୍ଗିମା ତାର। ସହଲତା ଏହି ପ୍ରସଙ୍ଗରେ କବି ମୟୂରର ଅସାଧାରଣ ସୌନ୍ଦର୍ଯ୍ୟ ଏବଂ ତାର ଗମ୍ଭୀରପୂର୍ଣ୍ଣ ଚାଲିଚଳନ ବ୍ୟାଖ୍ୟା କରିଛନ୍ତି। କେବଳ ଦେଖିବାକୁ ସୁନ୍ଦର ନୁହେଁ, ବୀର ତାର ଗୁଣ ଓ ଚାତକ ବ୍ୟକ୍ତି ସାଧୁଜନମାନଙ୍କ ପ୍ରସନ୍ନତା ବା ଆନନ୍ଦ ଭରି ଦିଏ। କବିଙ୍କ ମତରେ ସୃଷ୍ଟି ସମସ୍ତ ପକ୍ଷୀ ମଧ୍ୟରୁ ମୟୂର ହେଉଛି ସର୍ବଶ୍ରେଷ୍ଠ ବା ହଂଗାମେ-ସାର। ମୟୂର ଯେତେବେଳେ ତାର ମନୋହର ପୁଚ୍ଛକୁ ମେଲାଇଥାଏ, ସେତେବେଳେ ମୟୂର ଯେତେବେଳେ ନିଜର ମନୋହର ପୁଚ୍ଛ ବା ପେଖଣକୁ ଚାରିଆଡ଼େ ମେଲାଇଥାଏ, ବିଶାଳ ସାମ୍ରାଜ୍ୟ ରାଜାଙ୍କ ଚାଲି ଭଳି ପ୍ରତୀତ ହୁଏ। ତାହା ହିଁ ଗର୍ବ ଓ ସୌଭାଗ୍ୟର ରାଜକୀୟ ଭଙ୍ଗିମା ତାକୁ ସାରା ପୃଥିବୀରେ ଏକ ସ୍ୱତନ୍ତ୍ର ଏବଂ ଗୌରବ ପ୍ରଦାନ କରିଛି।